ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜି ମୁଁ ନେଇକି ଆସିଛି ଆମର ମା କ୍ଷୀରର ଅନ୍ୟ ଏକ ଉପାଦେୟତାକୁ। ତ ଧରି ନିଅନ୍ତୁ ଜଣେ କର୍ମଜୀବୀ ମହିଳା ବାହାରେ କାମ କରୁଛନ୍ତି ଏବଂ ସେ କେମିତି ତାଙ୍କ ଶିଶୁକୁ ମା କ୍ଷୀର ଦେଇପାରିବେ। ତ ଆମର ତ ନିୟମ ଅଛି ଯେ 6 ମାସ ପର୍ଯ୍ୟନ୍ତ ଆମେ ଶିଶୁକୁ କେବଳ ମା କ୍ଷୀର ଦେବା, କିନ୍ତୁ ଆମ ଗ୍ରାମାଞ୍ଚଳ ମାନଙ୍କରେ ଏମିତି ବି ହୁଏ 3 ମାସ 4 ମାସ ହେଲେ ମା ମାନେ ଛାଡ଼ିକି ଜମିବାଡ଼ିକୁ କାମ କରିବାକୁ ଯାଆନ୍ତି। ତ ସେଇ କ୍ଷେତ୍ରରେ ଜଣେ ପରିବାର ସଦସ୍ୟ କେମିତି ଶିଶୁର ଯତ୍ନ ନେବ ଏବଂ ମା କ୍ଷୀର ଦେଇପାରିବ, ତ ସେଇ ବିଷୟରେ ଆସନ୍ତୁ ଆଜି ଆମେ କିଛି ଜାଣିବା। ତ ଯେତେବେଳେ ବି ଜଣେ କର୍ମଜୀବୀ ମହିଳା ବାହାରକୁ କାମ କରିବାକୁ ଯାଉଛନ୍ତି, ତ ସେ ନିଜେ ମା କ୍ଷୀର କାଢ଼ି କୌଣସି ଏକ ପାତ୍ରରେ ଭଲ ଭାବରେ ଢାଙ୍କିକି ରଖିଦେବେ। ଏହା ଆମ ଘରେ ଥିବା ସାଧାରଣ ତାପମାତ୍ରାରେ 6 ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଫ୍ରିଜରେ ତ ଏହା 24 ଘଣ୍ଟା ମଧ୍ୟ ରହିବ, କିନ୍ତୁ ଫ୍ରିଜରେ ରହୁଥିବା ଖାଦ୍ୟ ଆମେ ଛୋଟ ପିଲାଙ୍କୁ ଦେଇପାରିବା ନାହିଁ। ତେଣୁ ଆମର ନିୟମ ଅଛି ମା କ୍ଷୀରକୁ ଆମେ 6 ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସାଧାରଣ ତାପମାତ୍ରାରେ ରଖିପାରିବା ଏବଂ ଶିଶୁକୁ ଦେଇପାରିବା। ରହୁଛି, ଜୟ ଜଗନ୍ନାଥ। ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ନିଶ୍ଚୟ ଗୋଟେ ଲାଇକ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।